ନାଇଁ 1980 ଏପ୍ରିଲ 6 ତାରିଖରେ ଭାରତୀୟ ଜନତା ପାର୍ଟିର ସୃଷ୍ଟି ହେଲା। ସଂଘର କାର୍ଯ୍ୟକର୍ତ୍ତା ଦ୍ୱାରା ଆଉ ତା ସହିତ ବିଜେପି ଯୋଉ ପ୍ରତିଷ୍ଠା ଦିବସ ପାଳନ କଲା। ଆପଣ ତ 1925 ସାଲରୁ ବି ଏଇଟା ସଂଘ ପ୍ରତିଷ୍ଠା ହେଇଛି। ତା ସହିତ ବିଜେପି ଅଟଳ ବିହାରୀ ବାଜପେୟୀ, ଆଡଭାନୀ, ମୁରଲି ମନୋହର ଯୋଶୀ ଏଇ ପୁରୁଣା କାର୍ଯ୍ୟକର୍ତ୍ତା 1980 ମସିହା ଏପ୍ରିଲ 6 ତାରିଖରେ ଭାରତୀୟ ଜନତା ପାର୍ଟି ନାମରେ ଗୋଟେ ପାର୍ଟି ତିଆରି କଲେ। ତେଣୁ ସେଇଟା ପାଳନ କରିବା ପାଇଁ ଖାଲି ଭୁବନେଶ୍ୱର ପାର୍ଟି ଅଫିସରେ ହଉନି, ଆମର ପ୍ରତି ବୁଥରେ, ପ୍ରତି ମଣ୍ଡଳରେ, ପ୍ରତି ଜିଲ୍ଲାରେ, ତା ସହିତ ଭାରତ ବର୍ଷର ଚାରିଆଡେ ଆଜି ପ୍ରତିଷ୍ଠା ଦିବସ ପାଳନ ହଉଛି। ଆଇନ ମନ୍ତ୍ରୀ ବି ଆସିଥିଲେ। ଆଇନ ମନ୍ତ୍ରୀଙ୍କ ସ୍ଥାପନା ଦିବସ ଦିନ, ପ୍ରତିଷ୍ଠା ଦିବସ ଦିନ ବହୁତ ପୂର୍ବତନ ଯୋଉ ବିଜେପିର ଯୋଉମାନେ ସଂଗଠନ ନେତା ମାନଙ୍କୁ ଆଜି ସମ୍ବର୍ଦ୍ଧନା କରାଯାଇଛି। କଣ କହିବେ? ନାଇଁ ଆପଣ ତ ଜାଣିଥିବେ, ଡେପୁଟି ସିଏମ ଆସିଥିଲେ, ସେ କହିଲେ ସମସ୍ତଙ୍କ କାର୍ଯ୍ୟକର୍ତ୍ତା ଦ୍ୱାରା ପାର୍ଟି ଆଜି ଡବଲ ଇଞ୍ଜିନ ସରକାର ହେଇଛି। କିଏ ଉପମୁଖ୍ୟମନ୍ତ୍ରୀ ହେଲା, କିଏ ମନ୍ତ୍ରୀ ହେଲା, ଏ କଥା ନୁହେଁ। ପ୍ରତି କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କର ପ୍ରତି ଅବଦାନରେ ବହୁତ କାର୍ଯ୍ୟକର୍ତ୍ତାଙ୍କର ଏଇ ଭାରତୀୟ ଜନତା ପାର୍ଟିରେ କାମ କରିକି ସେମାନେ ମୃତ୍ୟୁବରଣ କରିସାରିଲେଣି, କିନ୍ତୁ ତାଙ୍କର ମେହନତ, ତାଙ୍କର ପ୍ରଚେଷ୍ଟାରେ ଆଜି ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ ସରକାର ହେଇଛି। ତେଣୁ ସେଇ ହିସାବରେ ଆପଣ ଇଏ ଗୋଟେ ସର୍ବବୃହତ ପାର୍ଟି ଆଜି ପ୍ରତିଷ୍ଠା ଦିବସରେ ଦେଖିଲେ, ଆପଣ ଏବେ ନାଚ ଗୀତ ଚାଲିଛି। ତା ପୂର୍ବରୁ ଆପଣଙ୍କର ଏଇଠି ପ୍ରଦର୍ଶନୀ ବି ହେଲା, ତା ପୂର୍ବରୁ ଆପଣଙ୍କର ପତାକା ଉତ୍ତୋଳନ ହେଲା ଭାରତୀୟ ଜନତା ପାର୍ଟିର, ତା ପୂର୍ବରୁ ପାର୍ଟି ଅଫିସରେ ବି ମିଟିଂ ହେଲା। ସେଇ ମିଟିଂରେ ସୁରେଶ ପୂଜାରୀ ବି ଆସିଥିଲେ, ଆଉ ପ୍ରଭାତୀ ଥିଲେ, ଆମର ପ୍ରଭାରୀ ବି ଥିଲେ। ଆଉ ସେ ହେଲା କଥା। ଆଜି ଏଇ ଯୋଉ ପାଳନ ହେଲା, ସେ ଖାଲି ଭୁବନେଶ୍ୱରରେ ନୁହେଁ, ଚାରିଆଡେ ପାଳନ ହଉଛି। ଏଇ ପରିପ୍ରେକ୍ଷୀରେ ବରିଷ୍ଠ ଯୋଉ ଆମର ବିଜେପିର ସଂଗଠନ ନେତାମାନଙ୍କୁ ଆଜି ସମ୍ବର୍ଦ୍ଧନା କରାଯାଇଛି। କଣ କହିବେ? ସମର୍ଥନ କରିଯିବେନି, ତାଙ୍କର ଅବଦାନ ବହୁତ ଅଛି, ତାଙ୍କୁ ସମର୍ଥନ କଲେ ସେଟା ତ କରିବା କଥା। ଯଦି ସମର୍ଥନ ନ କରିବେ, ଆଗାମୀ ପିଢି ଯୋଉମାନେ କାମ କରିବେ, ଯୋଉ ସମର୍ଥିତ ମନ୍ତ୍ରୀ ଏମଏଲଏ ହେଇପାରିବେନି। କଣ ବୁଝିପାରୁଛନ୍ତି? ମୁଁ ବି 1991 ସାଲରେ ଆସ୍କା ପାର୍ଲାମେଣ୍ଟରେ ଠିଆ ହେଲି, ଦୁଇ ଥର ଆସ୍କା ପାର୍ଲାମେଣ୍ଟରେ ଠିଆ ହେଲି, ରାଉରକେଲାରେ ଠିଆ ହେଲି। ଆମର ଯୋଉ ଅବଦାନ, ମୋ ଭଳିଆ ବହୁତ କାର୍ଯ୍ୟକର୍ତ୍ତାଙ୍କର ଅବଦାନ ଦ୍ୱାରା ଆଜି ପାର୍ଟି ସରକାରରେ ଆସିଲା। ତେଣୁ ତାଙ୍କୁ ଯଦି ସମର୍ଥନ କରିବେ, ତାଙ୍କୁ ଯଦି ସମ୍ମାନ ଦେବେନି, ତାହେଲେ ତ ଅସୁବିଧା ଅଛି। ତେଣୁ ତାଙ୍କୁ ସମ୍ମାନ ଦିଆଯିବ। ତେଣୁ ଇଏ ହଉଛି ଭାରତୀୟ ଜନତା ପାର୍ଟିର ସଂସ୍କୃତି, ପରମ୍ପରା। ବୟୋଜ୍ୟେଷ୍ଠ ମାନଙ୍କୁ ଯୋଉମାନେ ପାର୍ଟି ପାଇଁ ନିଜର ସବୁ କିଛି ସମର୍ପିତ କରିଦେଇଛନ୍ତି, ତ୍ୟାଗ, ତପସ୍ୟା, ବଳିଦାନ, ଇଏ ହଉଛି ପାର୍ଟିର ପହଚାନ। ଭାରତୀୟ ଜନତା ପାର୍ଟିର ପହଚାନ ହଉଛି ତ୍ୟାଗ, ତପସ୍ୟା, ବଳିଦାନ। ଆଜି ଦିନରେ ଡବଲ ଇଞ୍ଜିନ ସରକାର ଭାରତକୁ ଆଗକୁ ଆହୁରି ବହୁତ ସମୃଦ୍ଧିଶାଳୀ କରିବା ପାଇଁ କଣ ଯୋଜନା ଅଛି ଆଉ ଲକ୍ଷ୍ୟ କଣ? ଆପଣ ତ ଏବେ ଦେଖନ୍ତୁ, 18-19 ମାସର ସରକାର ଆପଣଙ୍କର ବହୁତ ଆଗେଇଛି। ଆପଣଙ୍କର କୃଷକ ମାନଙ୍କର ଉନ୍ନତି କରୁଛି, ଆପଣଙ୍କର ସୁଭଦ୍ରା ଯୋଜନାରେ ମହିଳା ମାନଙ୍କର ଉନ୍ନତି ହଉଛି। ତେଣୁ ଆଉ 10 ବର୍ଷ ରହିଲା ଯେ ଆମର 100 ବର୍ଷ ପୂର୍ତ୍ତି ହବ ଆମର ଓଡିଶା ପ୍ରଦେଶ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ। ତେଣୁ ଆଉ ଆଜିର ପ୍ରତିଷ୍ଠା ଦିବସରେ ବିଜେପିର ସଂକଳ୍ପ, ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଆଉ ସମସ୍ତ ନେତୃବୃନ୍ଦ 2036ରେ ବିକଶିତ ଓଡିଶା ଆଉ 2047ରେ ବିକଶିତ ଭାରତ କରିବାର ସଂକଳ୍ପ ନେବେ। ଏତିକି ହଉଛି ଆମର ଭାରତୀୟ ଜନତା ପାର୍ଟିର ଆଜିର ସଂକଳ୍ପ।